देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ 19ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ। 135ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ 6117 କୋଟିର ଗୁରୁତ୍ୱପୂର୍ଣ୍ଣ ନିବେଶ ହୋଇଛି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 19ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା 17,286 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଦେବ। ଏହି ପ୍ରକଳ୍ପଗୁଡ଼ିକ ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ା ଏବଂ ସମ୍ବଲପୁର ସମେତ 11ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ, ଯାହା ସମଗ୍ର ଓଡ଼ିଶାରେ ସନ୍ତୁଳିତ ଶିଳ୍ପ ଅଭିବୃଦ୍ଧି ସୁନିଶ୍ଚିତ କରିବ। ନମ୍ବର 2, ପିଲାଙ୍କ ମେଦକୁ ନେଇ ଚିନ୍ତାରେ ସରକାର, ମଧ୍ୟାହ୍ନ ଭୋଜନରେ କମିବ ତେଲ ଲୁଣ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି, ଚିନ୍ତାରେ ସରକାର। ଦେଶର ପିଲାଙ୍କଠାରେ ମୋଟାପଣ ଦେଖିବାକୁ ମିଳିଛି। ଛୋଟ ଛୁଆ ଅଧିକ ମୋଟା ହୋଇଯାଉଥିବା ବେଳେ ଏନେଇ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ବିଶେଷ କରି 5ରୁ 19 ବର୍ଷ ମଧ୍ୟରେ ପିଲାଙ୍କ ଓଜନ ବୃଦ୍ଧି ପାଉଥିବା ବେଳେ ମଧ୍ୟାହ୍ନ ଭୋଜନକୁ ସୁଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏଣିକି ମଧ୍ୟାହ୍ନ ଭୋଜନରେ କମ୍ ତେଲ ବ୍ୟବହାର ହେବ। ତେବେ ପୂର୍ବରୁ ମଧ୍ୟାହ୍ନ ଭୋଜନ ସମୟରେ ଯେତିକି ତେଲ ବ୍ୟବହାର ହେଉଥିଲା, ବର୍ତ୍ତମାନ ତାର 10% ହ୍ରାସ କରାଯିବ। ଫର୍ଟିଫାଏଡ୍ ଭିଟାମିନ୍ ଏ ଏବଂ ଡି ଯୁକ୍ତ ଖାଇବା ତେଲ ବ୍ୟବହାର ହେବ। ଡବଲ ଫର୍ଟିଫାଏଡ୍ ଲୁଣ ବ୍ୟବହାର ହେବ। କେବଳ ଏତିକି ନୁହେଁ, ବରଂ ନ୍ୟୁଟ୍ରିସିଆନଙ୍କ ପରାମର୍ଶ ନିଆଯିବ। ନମ୍ବର 3, 24-25 ମାର୍ଚ୍ଚରେ ବ୍ୟାଙ୍କ ୟୁନିୟନଗୁଡ଼ିକ ଧର୍ମଘଟ। 24 ଏବଂ 25 ତାରିଖରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଉଥିବାରୁ ସାରା ଓଡ଼ିଶାରେ ବ୍ୟାଙ୍କ ସେବା 2 ଦିନ ପାଇଁ ପ୍ରଭାବିତ ହେବାର ସମ୍ଭାବନା ଅଛି। ୟୁଏଫବିୟୁ ସେମାନଙ୍କର 9ଟି ଚାର୍ଟାର୍ଡ ଦାବିକୁ ସମର୍ଥନ କରି ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି। ୟୁଏଫବିଆଇ ସମସ୍ତ କ୍ୟାଡରରେ ଉତ୍ତମ ନିଯୁକ୍ତି, ଆଡ୍ କର୍ମଚାରୀଙ୍କୁ ନିୟମିତ କରିବା ଏବଂ ବ୍ୟାଙ୍କିଂ କ୍ଷେତ୍ରରେ 5 ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ପାଇଁ ଅନ୍ୟାନ୍ୟ ଦାବି କରୁଛି। ନମ୍ବର 4, ଚନ୍ଦ୍ରଯାନ-5 ମିଶନକୁ କେନ୍ଦ୍ରର ଅନୁମୋଦନ, ଇସ୍ରୋର ସଫଳତା ହାର 90%। ଚନ୍ଦ୍ରଯାନ-5 ମିଶନକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ୍ ଏହି ସୂଚନା ଦେଇଛନ୍ତି। 2040 ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବା ନେଇ ଭାରତର ଲକ୍ଷ୍ୟ ଦିଗରେ ଏହି ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ବ୍ୟତୀତ ସରକାର 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ପ୍ରତିଷ୍ଠା ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି। ଚେନ୍ନାଇରେ ଏକ କାର୍ଯ୍ୟକ୍ରମ ସମୟରେ ନାରାୟଣନ୍ କହିଛନ୍ତି ଯେ ଇସ୍ରୋ ଅନେକ ବଡ଼ ପ୍ରକଳ୍ପ ଉପରେ କାମ କରୁଛି। ସେ କହିଛନ୍ତି, ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନ ଜାରି ରହିଛି। ଚନ୍ଦ୍ରଯାନ-4ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବା। ସେହିପରି 3 ଦିନ ପୂର୍ବରୁ ମଞ୍ଜୁରୀ ମିଳିଥିବା ଚନ୍ଦ୍ରଯାନ-5ରେ 350 କିଲୋଗ୍ରାମର ରୋଭର ରହିବ। ପାଣିପାଗ ସୂଚନା, ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ବୌଦ୍ଧବାସୀ। ସୋମବାର ତାତି ଟପିଲା 43 ଡିଗ୍ରୀ ସେଲସିୟସ୍। ବୈଶାଖକୁ ଆହୁରି ମାସେ, ହେଲେ ଏବେଠୁ ଓଡ଼ିଶାରେ ଖରାର ପ୍ରକୋପ ବଢ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଖରା। ଲଗାତାର 2 ଦିନ ଧରି ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ସୋମବାର ବି ବୌଦ୍ଧରେ ତାପମାତ୍ରା 43.5 ଡିଗ୍ରୀ ସେଲସିୟସ୍ ଛୁଇଁଛି। ଫଳରେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ବୌଦ୍ଧବାସୀ। ସେହିଭଳି ସୋମବାର 4 ସହରରେ ତାପମାତ୍ରା 40 ଡିଗ୍ରୀ ପାର କରିଛି। ବରଗଡ଼ରେ 42 ଡିଗ୍ରୀ, ଅନୁଗୁଳରେ 40.7, ମାଲକାନଗିରିରେ 40.2 ରେକର୍ଡ ହୋଇଛି। ସେପଟେ ପାଣିପାଗ ବିଭାଗର ସତର୍କ ସୂଚନା ଦେଇଛି, ଆହୁରି 2 ଦିନ ଯାଏଁ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହେବ। ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ନମ୍ବର 6, ନବ ଦାସ ହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇମେଲ୍। ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇମେଲ୍ କରାଯାଇଛି। ଇମେଲ୍ରେ ନବ ଦାସଙ୍କ ପତ୍ନୀ ସମୟ ମାଗିଛନ୍ତି। ଇମେଲ୍ ସହ ପୋଷ୍ଟାଲରେ ଚିଠି କରି ସେ ସମୟ ମାଗିଛନ୍ତି ଏବଂ ସ୍ୱାମୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଗତ 11 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇମେଲ୍ କରାଯାଇଥିବା ଜଣାପଡ଼ିଛି। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇମେଲ୍ କରାଯାଇଥିବା ଏବଂ ଚିଠି ଲେଖାଯାଇଥିବା ନେଇ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସୂଚନା ଦେଇଛନ୍ତି। ନମ୍ବର 7, ବୁଧବାର ଦିନ ପହଞ୍ଚିବେ ସୁନିତା, ନାସା ଜାରି କଲା ସମୟ। ଶେଷରେ ଘର ବାହୁଡ଼ିବେ ସୁନିତା। ବୁଧବାର ବଡ଼ି ଭୋର ସକାଳୁ ପୃଥିବୀରେ ପହଞ୍ଚିବେ। ଏନେଇ ନାସା ଏକ ନିର୍ଦ୍ଦିଷ୍ଟ ସମୟ ଜାରି କରିଛି। ନାସା ନିଶ୍ଚିତ କରିଛି ଯେ ଷ୍ଟାରଲାଇନର ମହାକାଶଯାନର ଯାନ୍ତ୍ରିକ ସମସ୍ୟା ଯୋଗୁଁ 9 ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଥିବା ମହାକାଶଚାରୀ
ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମର ବୁଧବାର ସକାଳେ ପୃଥିବୀକୁ ଫେରୁଛନ୍ତି। ମଙ୍ଗଳବାର ସନ୍ଧ୍ୟା 5:57 ETରେ ଫ୍ଲୋରିଡା ଉପକୂଳ ନିକଟରେ ସମୁଦ୍ରରେ ସ୍ପ୍ଲାଶ ଡାଉନ୍ ହେବାର ଆଶା ରହିଛି। ସେହି ସମୟରେ ଅର୍ଥାତ୍ 21:57 GMT ଏବଂ 19 ମାର୍ଚ୍ଚ 3:27 AM ISTରେ ପୃଥିବୀରେ ଅବତରଣ କରିପାରନ୍ତି ସୁନିତା ଏବଂ ତାଙ୍କ ସାଥୀ ସଦସ୍ୟ। ନମ୍ବର 8 ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମରୁଡ଼ି, କେମିତି ଚାଲିବ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମରୁଡ଼ି, କେମିତି ଚାଲିବ ସରକାର? ବିଧାନସଭାରେ ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି ଯେ ରାଜ୍ୟରେ 67 IAS ଏବଂ 69 IPS ପଦବୀ ଖାଲି ପଡ଼ିଛି। ସେଭଳି 69 IFS ପଦବୀ ଖାଲି ପଡ଼ିଥିବା ବେଳେ 253 OAS ଏବଂ OPS ପଦବୀ ଖାଲି ପଡ଼ିଛି। 274 ଓଡ଼ିଶା ଅର୍ଥସେବା, 611 ଓଡ଼ିଶା ବନସେବା, 263 ORS ପଦବୀ ଖାଲି ପଡ଼ିଛି। ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ନମ୍ବର 9 ୱକଫ୍ ବିଲ୍କୁ ନେଇ ଏକ ହେଲେ ମୁସଲମାନ ସମୁଦାୟ, ଜନ୍ତର ମନ୍ତରରେ କଲେ ଶକ୍ତି ପ୍ରଦର୍ଶନ। ଦିଲ୍ଲୀ ଜନ୍ତର ମନ୍ତରରେ ସୋମବାର ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ AIMPLB ୱକଫ୍ ସଂଶୋଧନ ବିଧେୟକ 2024 ବିରୋଧରେ ଜୋରଦାର ପ୍ରଦର୍ଶନ କରିଛି। ଏହି ଧାରଣା ପ୍ରଦର୍ଶନରେ ବିଭିନ୍ନ ରାଜନୈତିକ ଦଳର ମୁସଲମାନ ନେତାମାନେ ଯୋଗ ଦେଇଛନ୍ତି। AIMPLB କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ କରି କହିଛି ଯେ ଏହି ବିଧେୟକ ମୁସଲମାନ ସମୁଦାୟର ଅଧିକାର ଉପରେ ଆକ୍ରମଣ। ଯଦି ଏହାକୁ ପ୍ରତ୍ୟାହାର କରାନଯାଏ ତେବେ ବଡ଼ ଧରଣର ଆନ୍ଦୋଳନ ହେବ। AIMPLB ଅଧ୍ୟକ୍ଷ ଖାଲିଦ ସୈଫୁଲ ରେହମାନି ଏହି ବିରୋଧ ପ୍ରଦର୍ଶନକୁ ସମ୍ବିଧାନ ଓ ନ୍ୟାୟ ରକ୍ଷା ଲାଗି ଲଢ଼େଇ ବୋଲି କହିଛନ୍ତି। ନମ୍ବର 10 ତିନିଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହ, ଉଦ୍ଘାଟନ କରିବେ ଭୀମସାର ସୁପର ସ୍ପେଶାଲିଟି କୋଠା। ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏ ସମ୍ପର୍କରେ ବୁର୍ଲାରେ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି, ତେବେ କିଛି ଅଦଳବଦଳ ମଧ୍ୟ ହୋଇପାରେ। ଆସନ୍ତା 21 ତାରିଖ ଶାହ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସିଧାସଳଖ ଏଠାକୁ ଆସି ବୁର୍ଲା MCL ଅତିଥି ଭବନରେ ରାତ୍ରି ରହଣି କରିବେ। ତା ପରଦିନ ସମ୍ବଲପୁର PHD ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ 150 କୋଟି ଟଙ୍କାରେ ନିର୍ମିତ ଭୀମସାର ସୁପର ସ୍ପେଶାଲିଟି କୋଠା ଏବଂ 32.89 କୋଟି ଟଙ୍କାରେ ନିର୍ମିତ ଦୁର୍ଗାପାଲି ରେଳ ଓଭରବ୍ରିଜର ଉଦ୍ଘାଟନ କରିବେ। ପରେ ସେ ଏକ ଜନସଭାକୁ ଉଦ୍ବୋଧନ ଦେବେ। ନମ୍ବର 11 ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ, ଆମେରିକାକୁ କହିଲା ଭାରତ। ଆମେରିକା ମାଟିରେ ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକା ଗୁଇନ୍ଦା ମୁଖ୍ୟ ତୁଲସୀ ଗାବର୍ଡଙ୍କୁ ଜଣାଇଛନ୍ତି। ସୋମବାର ଗାବର୍ଡଙ୍କ ସହ ବୈଠକରେ ରାଜନାଥ କହିଛନ୍ତି, ଖଲିସ୍ତାନୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି। ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରୁଥିବା ଏହି ସଂଗଠନକୁ ଭାରତରେ ବେଆଇନ ଘୋଷଣା କରାଯାଇଛି। ଏଭଳି ବେଆଇନ ସଂଗଠନ ବିରୋଧରେ ଆମେରିକା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ନୂଆଦିଲ୍ଲୀ କହିଛି। ନମ୍ବର 12 ମୋଦିଙ୍କୁ ପ୍ରଶଂସାରେ ପୋତିଲା ଚୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛି ଚୀନ। ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ବିଷୟରେ ମୋଦିଙ୍କ ଟିପ୍ପଣୀକୁ ନେଇ ଚୀନ ପ୍ରଶଂସାରେ ଶତମୁଖ ହୋଇଛି। ଚୀନ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଯେଉଁ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଚୀନ ଭାରତ ସହିତ ମିଶି ସମସ୍ତ କ୍ଷେତ୍ରରେ ସହଯୋଗ କରିବା ଲାଗି ପ୍ରସ୍ତୁତ ରହିଛି, ଯାହାଫଳରେ ଦୁଇ ଦେଶ ମଧ୍ୟରେ ଭଲ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ବଜାୟ ରହିବ। ନମ୍ବର 13 2024 ଓଡ଼ିଶା ନିର୍ବାଚନ, ସରକାର ଖର୍ଚ୍ଚ କରିଥିଲେ 115 କୋଟି ଟଙ୍କା। 2024ରେ ଓଡ଼ିଶାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡ଼ା ଏବଂ ତମ୍ବୁ ଏବଂ ବ୍ୟାରିକେଡ୍ ଲଗାଇବା ପାଇଁ 115 କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ନିର୍ବାଚନ ସମୟରେ ସରକାର ଗାଡ଼ି ଭଡ଼ା ପାଇଁ 80.93 କୋଟି ଟଙ୍କା ଖର୍ଚ୍ଚ କରିଥିଲେ। 2024 ମସିହାରେ ରାଜ୍ୟରେ ନିର୍ବାଚନ ସମୟରେ ସାଉଣ୍ଡ ସିଷ୍ଟମ, ତମ୍ବୁ ଏବଂ ବ୍ୟାରିକେଡ୍ ପାଇଁ 35 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ନମ୍ବର 14 ମାର୍ଚ୍ଚ 21ରୁ କନ୍ଧମାଳ ମହୋତ୍ସବ, ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ମାର୍ଚ୍ଚ 21ରୁ 25 ତାରିଖ ପର୍ଯ୍ୟନ୍ତ କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା 2025 ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରାଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ନିମନ୍ତ୍ରଣ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ନମ୍ବର 15 ଚୀନ ମାର୍କେଟରେ ନୂଆ AI ମଡେଲ ତିଆରି କରୁଛି ଆନିମେସନରୁ ୱେବସାଇଟ୍।
ଡିପ୍ସିକ୍ ପରେ ଚାଇନିଜ୍ ଏଆଇ ମଡେଲ ମାନୁଷ ଏବେ ମାର୍କେଟରେ ଧୁମ୍ ମଚାଉଛି। ୱେବସାଇଟ୍ ପ୍ରଡକ୍ସନ୍ ଠାରୁ ଆରମ୍ଭ କରି ଆନିମେସନ୍ ପର୍ଯ୍ୟନ୍ତ ଏହା ସବୁକିଛି କରିପାରିବ ଅତି ସହଜରେ। ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବିଶ୍ୱର ପ୍ରଥମ ଜେନେରାଲ ଏଆଇ ଏଜେଣ୍ଟ ମାନୁଷ ବୋଲି କୁହାଯାଉଛି। ଡିପ୍ସିକ୍ ତୁଳନାରେ ଏହା ଅଧିକ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିବ। ଏହା ମଡ୍ୟୁଲାର ଡିଜାଇନ୍ ଉପରେ ନିର୍ମିତ। ଆହୁରି ବି ସବୁ ଜିନିଷଗୁଡ଼ିକ ଅତି ଶୀଘ୍ର କ୍ୟାପଚର କରେ। ନମ୍ବର 16 ଗତ 8 ମାସରେ ହଜିଲେଣି 20,000 ମିଳିଛନ୍ତି 7,000। ଗତ 8 ମାସରେ ହଜିଲେଣି 20,000 ଜଣ। ସେଥିମଧ୍ୟରୁ 7,000ରୁ ଅଧିକ ଲୋକଙ୍କୁ ଖୋଜାଯାଇଛି। ଏନେଇ କାଲି ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁନ୍ 2024 ପରଠାରୁ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ମୋଟ ନିଖୋଜ ମାମଲା ସଂଖ୍ୟା, ଏଥିରୁ କେତେ ସମାଧାନ ହୋଇଛି ଏବଂ କେତେ ବର୍ତ୍ତମାନ ବିଚାରାଧୀନ ରହିଛି, ଏଗୁଡ଼ିକ ବିଳମ୍ବର କାରଣ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସମ୍ପର୍କରେ ବିଧାୟକ ସୋଫିଆ ଫିରଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁନ୍ 1, 2024ରୁ ଫେବୃଆରୀ 28, 2025 ମଧ୍ୟରେ 20,060ଟି ନିଖୋଜ ମାମଲା ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ 7,048ଟି ସମାଧାନ କରାଯାଇଛି। ଏଥିସହିତ ବର୍ତ୍ତମାନ 13,012ଟି ମାମଲା ବିଚାରାଧୀନ ରହିଛି। ନମ୍ବର 17 ରାଜ୍ୟରେ 2,000ରୁ ଅଧିକ ଗାଁରେ ନାହିଁ ମୋବାଇଲ ସେବା। ଏବେକା ଡିଜିଟାଲ ଯୁଗରେ ରାଜ୍ୟରେ ଏମିତି କିଛି ଗାଁ ରହିଛି ଯେଉଁଠି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଲୋକେ। ଏନେଇ କାଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ। ଓଡ଼ିଶାରେ 2,603ଟି ଗାଁରେ ମୋବାଇଲ ସଂଯୋଗ ନାହିଁ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଓଡ଼ିଶାର ମୋଟ 51,167ଟି ଗାଁ ମଧ୍ୟରୁ 2,603ଟି ଗାଁରେ ମୋବାଇଲ ସଂଯୋଗ ନାହିଁ। ନମ୍ବର 18 ବଜାର ନିୟମ ଉଲ୍ଲଂଘନ ମାମଲାରେ ଅଦାନୀଙ୍କୁ ବମ୍ବେ ହାଇକୋର୍ଟଙ୍କ ଆଶ୍ୱସ୍ତି। ବମ୍ବେ ହାଇକୋର୍ଟ ସୋମବାର ଅଦାନୀ ସମୂହ ଚେୟାରମ୍ୟାନ୍ ଗୌତମ ଅଦାନୀ ଓ ମ୍ୟାନେଜିଂ ଡାଇରେକ୍ଟର ରାଜେଶ ଅଦାନୀଙ୍କୁ 388 କୋଟି ଟଙ୍କା ବଜାର ନିୟମ ଉଲ୍ଲଂଘନ ମାମଲାରେ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋର୍ଟ ଏହି ମାମଲାରେ ଉଭୟଙ୍କୁ ମୁକ୍ତ କରିଦେଇଛନ୍ତି। ଏହି ରାୟ ସେହି ମକଦ୍ଦମାର ନିଷ୍ପତ୍ତିରେ ଆସିଛି ଯେଉଁଥିରେ ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ 2012 ମସିହାରେ ଅଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଏହାର ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏସ୍ଏଫ୍ଆଇଓ ଅଭିଯୋଗ ଫର୍ଦ୍ଦରେ ଗୌତମ ଅଦାନୀ ଓ ରାଜେଶ ଅଦାନୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇର ଗୁରୁତର ଅଭିଯୋଗ ଆଣିଥିଲେ। ନମ୍ବର 19 ଓବିସି ବର୍ଗଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ବଡ଼ ଘୋଷଣା। ତେଲେଙ୍ଗାନା ସରକାର ଓବିସି ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି କହିଛନ୍ତି ଯେ ରାଜ୍ୟରେ ଶିକ୍ଷା, ଚାକିରି, ନିଯୁକ୍ତି ଏବଂ ରାଜନୈତିକ ପ୍ରତିନିଧିତ୍ୱରେ ଓବିସିଙ୍କୁ 42% ସଂରକ୍ଷଣ ଦିଆଯିବ। ଓବିସିଙ୍କ ପାଇଁ ଥିବା 23% ସଂରକ୍ଷଣକୁ ବଢ଼େଇ 42% କରିବା ଲାଗି ଏକ ବିଲ୍ ରାଜ୍ୟ ବିଧାନସଭାରେ ସୋମବାର ପାରିତ ହୋଇଛି। ନମ୍ବର 20 ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଡକ୍ଟର ଦେବେନ୍ଦ୍ର ପ୍ରଧାନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସହଯୋଗୀ ଭାବେ ନିଜର କାର୍ଯ୍ୟ ତୁଲାଇଥିଲେ ବୋଲି ନବୀନ କହିଛନ୍ତି। ନମ୍ବର 21 2028 ସୁଦ୍ଧା ଭାରତ ପାଲଟିବ ତୃତୀୟ ବୃହତ ଅର୍ଥନୀତି। 2026ରୁ ବଢ଼ିବ ଆକାର। 2028 ସୁଦ୍ଧା ଭାରତ ପାଲଟିବ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥା। ଏନେଇ ମୋର୍ଗାନ ଷ୍ଟାନଲି ଫାର୍ମ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଭାରତ ବିଶ୍ୱର ଅନ୍ୟତମ ଅଗ୍ରଣୀ ଉପଭୋକ୍ତା ବଜାର ପାଲଟିବ। ମ୍ୟାକ୍ରୋ ଅର୍ଥନୀତି ସ୍ଥିରତା ଦ୍ୱାରା ସମର୍ଥିତ ନୀତି ଓ ଉନ୍ନତ ଭିତ୍ତିଭୂମି ଯୋଗୁଁ ଏହା ସମ୍ଭବ ହେବ। ମୋର୍ଗାନ ଷ୍ଟାନଲି ରିପୋର୍ଟରେ ପ୍ରକାଶ ପାଇଛି, 2023ରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର $3.5 ଟ୍ରିଲିୟନ୍ ରହିଛି। ଏଥିସହିତ ଏହା ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା। ତେବେ 2026 ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର $4.7 ଟ୍ରିଲିୟନ୍ ବୃଦ୍ଧି ପାଇବ। ଆମେରିକା, ଚୀନ ଓ ଜର୍ମାନୀ ପରେ ବିଶ୍ୱର ଚତୁର୍ଥ ବୃହତ ଅର୍ଥବ୍ୟବସ୍ଥା ବିଶିଷ୍ଟ ରାଷ୍ଟ୍ର ହୋଇଯିବ। 2028ରେ ଏହା $5.7 ଟ୍ରିଲିୟନ୍ ଆକାର ସହ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ପାଲଟିବ। ନମ୍ବର 22 ସ୍ଥିତି ଅଣାୟତ୍ତ। ଓଡ଼ିଶାରେ 12,000ରୁ ଅଧିକ ଜଙ୍ଗଲ ନିଆଁ। ଓଡ଼ିଶାରେ ଏବେ 747ଟି ନୂଆ ଜଙ୍ଗଲ ଅଗ୍ନିକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ 12,000ରୁ ଅଧିକ ଅଗ୍ନିକାଣ୍ଡ ଘଟିଛି। ନିଆଁ ନିୟନ୍ତ୍ରଣ କରିବା ପାଇଁ ବନ କର୍ମଚାରୀ, ଅଗ୍ନିଶମ ବିଭାଗ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଓ ଲୋକମାନେ ଉଦ୍ୟମ କରୁଥିବା ବେଳେ ଦିନକୁ ଦିନ ଏହା ଅଣାୟତ୍ତ ହେବାରେ ଲାଗିଛି। ସୂଚନା ଅନୁଯାୟୀ ରାଜ୍ୟରେ 1,426ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଏବଂ 747ଟି ଅତିରିକ୍ତ ଅଗ୍ନିକାଣ୍ଡ ଠାବ କରାଯାଇଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ 2025 ଆରମ୍ଭରୁ ଓଡ଼ିଶାରେ 10,455ଟି ଜଙ୍ଗଲରେ ନିଆଁ ଲାଗିଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ଜଙ୍ଗଲ ନିଆଁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଓଡ଼ିଶାର ଜଙ୍ଗଲରେ 2,586ଟି ଅଗ୍ନିକାଣ୍ଡ ସ୍ଥାନ ଠାବ କରାଯାଇଛି।
नंबर 23 सावधान राजधानी रे महिला को जगिब शिष्टाचार स्क्वाड दिल्ली रे सुरक्षित नहांती महिला याकु नहीं एबे अंटा भिड़िलाणी दिल्ली पुलिस जातीय राजधानी रे आंटी इपटिजिंग स्क्वाड गठन करने को निष्पत्ति नहीं दिल्ली पुलिस जहाँ यौन उत्पीड़न घटना गुड़ी को रोकब एवं प्रकृत समय एने प्रतिक्रिया मध्य दे पारिबो जहाको नहीं पुलिस दल मान निर्देश देइछंती संजय अरोरा से कहिसंती व्यक्तिगत किंबा सांस्कृतिक नैतिकता लागू करने परिवर्ते आईन कार्यकारी करने उपरे समस्त स्वतंत्र दल ध्यान दियंतु एही दलगुड़ी को शिष्टाचार स्क्वाड भाव में नामित कर जाइछि जेमिति उत्तर प्रदेशर आंटी रोमियो स्क्वाड रही सेहीपरि एही दल पीड़ित मानकु अनावश्यक सार्वजनीन जांच एवं लज्जारू रक्षा करिवो जार प्राथमिक कार्य रहिबो निवारण हस्तक्षेप एवं पीड़ितांक सहायता। नंबर 24 आसुची बड़ काल बैशाखी एही सबु जिला को सतर्क जारी राज्य में तांडव रचुची ताती गत 3-4 दिन है जमीती निया वर्षा होउछि राज्यर विभिन्न सहर में दिन तापमात्रा 42 डिग्री उपरे रही जहां नहीं एवं राज्य में असह्य गरम अनुभूत होउछि हेले एबे तातीरु टिके आश्वस्ति देव वर्षा राज्य में आगामी दिन मानकरे कालबैशाखी सृष्टि हेबाकु जाउछि आसंता 19 रु 22 तारिख पर्यंत राज्य में यार प्रभाव रहिबा नै सूचना दैछंती पाणीपाग विभाग जार प्रभाव रे राज्य में आसंता 19 रु 22 पर्यंत वर्षा सह घड़घड़ी संभावना रही वायुमंडल उपरी भाग में निम्न चापरेखा सृष्टि होबार संभावना थिबा बेले बंगोपसागर में एक गुरुचाप बलय ओडिशा उपकूलस्थ हेबा सह जड़ीय बाष्पपूर्ण वायु यथेष्ट मात्रा रे राज्य मध्य को प्रवेश करिवार संभावना रही। नंबर 25 जियो हॉटस्टार रे मागणा रे देखंतु आईपीएल क्रिकेट प्रेमी खुशी खबर जियो यार वर्तमान एवं नूतन ग्राहकों स्वतंत्र ऑफर आनी 299 टंका किंबा ताठू अधिक मूल्यर प्लान सहित नूतन जियो सिम संजोग नहीं किंबा अति कम 299 टंका मूल्यर प्लान रिचार्ज करी जियो ग्राहक मैंने जियो हॉटस्टार रे मागणारे आईपीएल क्रिकेट सीजन उपभोग करेंगे। यह असीमित क्रिकेट ऑफर रे ग्राहक मैंने टीवी किंबा मोबाइल रे 90 दिन मागणा जियो हॉटस्टार सब्सक्रिप्शन पाइबे एवं ताहा मध्य 4K गुणवत्ता रे। नंबर 26 खूब शीघ्र भारत में गड़ब विश्वर दीर्घतम हाइपरलूप ट्यूब भारत में खूब शीघ्र गड़ब विश्वर दीर्घतम हाइपरलूप ट्यूब केंद्र रेलमंत्री अश्विनी वैष्णव एने घोषणा करिसेंती मद्रास आईआईटी रो एही हाइपरलूप ट्यूब प्रकल्प एशिया एवं विश्वर दीर्घतम हाइपरलूप ट्यूब हेबो यार लंब 410 मीटर रहिबो गत 15 तारिख रे एही प्रकल्प कार्य समीक्षा करिबा लागि वैष्णव चेन्नई गस्त करिबा अवसर रे यह घोषणा करिसेंती हाइपरलूप टेक्नोलोजी परिवहनर पंचम माध्यम एक वैक्यूम ट्यूब मध्य यह हाइपरलूप चलिबो जार बेग घंटा प्रति प्राय 1000 किलोमीटर रहिबो यह भविष्यतर परिवहन व्यवस्था रे विप्लव आनिबो बोली आशा करा जाउछि। एही टेक्नोलोजी को विकसित करिबा लागि 2022 रे रेल मंत्रालय मद्रास आईआईटी को 8 कोटी 34 लाख टंकार अनुदान प्रदान करिथिला। नंबर 27 ग्राहकों को झटका देला टाटा 1 एप्रिल रु बढ़िबो गाड़ी दाम कार निर्माता कंपनी टाटा मोटर्स निज ग्राहकों को झटका देइछि 1 एप्रिल रु निजर समस्त वाणिज्यिक गाड़ीर दाम 2% पर्यंत बढ़ाइबा नहीं घोषणा करिछि कंपनी कंचामाल खर्च बढ़िबा परे गाड़ी दाम बढ़ाइबा पई निष्पत्ति नेछि कंपनी एही दाम वृद्धि अलग अलग मॉडल रे भिन्न भिन्न रहिबो। टाटा मोटर्स पूर्वरु मारुति सुजुकी मध्य 1 एप्रिल 2025 रु गाड़ीर दाम 4% वृद्धि करिबा नहीं घोषणा करिछि एही दाम वृद्धि जोगु ट्रांसपोर्ट और लॉजिस्टिक्स सेक्टर रे सीधा प्रभाव पड़िबो। नंबर 28 ट्रुथ सोशल मीडिया जॉइन कले पीएम मोदी प्रधानमंत्री नरेंद्र मोदी सोमवार सोशल मीडिया प्लाटफर्म ट्रुथ जॉइन करिसेंती यह ट्रुथ मीडिया मालिकाना रे थिबा एक सोशल मीडिया प्लाटफर्म एही प्लाटफर्म को अमेरिका राष्ट्रपति डोनाल्ड ट्रंप सबुबेले प्रचार करती ट्रुथ सह पीएम मोदी एही सोशल मीडिया व्यवहार आरंभ करिसेंती प्रथम ट्रुथ रे ट्रंप अमेरिका राष्ट्रपति डोनाल्ड ट्रंपଙ୍କ सह एक फोटो शेयर करिसेंती प्रधानमंत्री निज प्रथम पोस्ट रे लिखिसेंती ट्रुथ सोशल रे आसी खुशी अच्छी। नंबर 29 चैंपियंस ट्रॉफी आयोजन करी पीसीबी 800 कोटी क्षति 29 वर्षर अपेक्षा पर आईसीसी टूर्नामेंट आयोजन करने पीसीबी को महंगा पड़ी वर्तमान पाकिस्तान को एथिपाई प्राय 800 कोटी टंकार क्षति सहिबाकू पड़ी यह चैंपियंस ट्रॉफी जरिए पाकिस्तान कोटी कोटी टंकार लाभ करिपारिबो बोली चिंता करिथिला बेले परिस्थिति संपूर्ण उल्टा हो जाइछि। तेबे एही टूर्नामेंटर फाइनल 9 मार्च रे होइथिला जोथिरे भारत न्यूजीलैंड दल को परास्त करी विजयी होइथिला।
ଘରୋଇ ମ୍ୟାଚ୍ ଆୟୋଜନ କରିବା ପାଇଁ ପିସିବି ପ୍ରାୟ 851 କୋଟି ଟଙ୍କା ଖର୍ଚ୍ଚ କରିଥିଲା, କିନ୍ତୁ ମ୍ୟାଚ୍ରୁ କେବଳ 52 କୋଟି ଟଙ୍କା ସଂଗ୍ରହ କରିପାରିଛି, ଯାହାଫଳରେ ବୋର୍ଡକୁ ପ୍ରାୟ 799 କୋଟି ଟଙ୍କାର କ୍ଷତି ହୋଇଛି। ତେବେ ବର୍ତ୍ତମାନ ଏହାର ପ୍ରଭାବ ଖେଳାଳିମାନଙ୍କ ଉପରେ ପଡ଼ିଛି। କ୍ଷତିପୂରଣ ପାଇଁ ପିସିବି ଘରୋଇ ଖେଳାଳିଙ୍କ ମ୍ୟାଚ୍ ଫିକୁ ବହୁ ପରିମାଣରେ ହ୍ରାସ କରିଦେଇଛି। ନମ୍ବର 30 କବାଡି ବିଶ୍ୱକପରେ ପୁରୁଷ ବର୍ଗରେ ଇଟାଲୀକୁ 64-22ରେ ପରାସ୍ତ କଲା ଭାରତ। ଇଂଲଣ୍ଡରେ ଆରମ୍ଭ ହୋଇଥିବା କବାଡି ବିଶ୍ୱକପରେ ଭାରତୀୟ ପୁରୁଷ ଦଳ ଇଟାଲୀକୁ 64-22ରେ ପରାସ୍ତ କରିଛି। ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଇଂଲଣ୍ଡ ପୁରୁଷ ଦଳ ହଙ୍ଗେରୀକୁ 101-25ରେ ପରାସ୍ତ କରିଥିଲା। ଏସିଆ ବାହାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା 7 ଦିନ ଧରି ଚାଲିବ, ଯେଉଁଥିରେ ବ୍ରିଟେନର ୱେଷ୍ଟ ମିଡଲ୍ୟାଣ୍ଡ ଅଞ୍ଚଳର ବର୍ମିଂହାମ୍, କୋଭେଣ୍ଟ୍ରି, ୱାଲ୍ସର ଏବଂ ଓଭରହାମ୍ପଟନରେ 60ରୁ ଅଧିକ ମ୍ୟାଚ୍ ଖେଳାଯିବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।